ଓମ୍ ଶାନ୍ତି। ଶୁଭ ସକାଳର ଶୁଭ ଅଭିନନ୍ଦନ ଜଣାଇ ଆଜିର ପ୍ରଭୁ ଚିନ୍ତନର ଆଲୋଚନା ପରିସରକୁ ମୁଁ ସମସ୍ତଙ୍କୁ ସାଦରେ ଆମନ୍ତ୍ରଣ ଜଣାଉଛି। କଥାରେ ଅଛି, ସନ୍ ଶୋଜ୍ ଫାଦର, ଫାଦର ଶୋଜ୍ ସନ୍। ଏହା ପରସ୍ପର ପରିପୂରକ। ଯେପରି କୌଣସି ମହାନ ବ୍ୟକ୍ତିଙ୍କର ସନ୍ତାନମାନଙ୍କୁ ମଧ୍ୟ ସମସ୍ତେ ଜାଣିଥାନ୍ତି ବା ପରିଚୟ କହିବା ମାତ୍ରକେ ଚିହ୍ନି ଯାଇଥାନ୍ତି, ସେହିପରି କୌଣସି ପିଲା ମହାନ କାର୍ଯ୍ୟ କଲେ ବା ସଫଳତା ପାଇ ଲୋକଲୋଚନକୁ ଆସିଯାଇଥାନ୍ତି, ତାଙ୍କ ଦ୍ୱାରା ତାଙ୍କର ପିତାଙ୍କର ମଧ୍ୟ ନାଁ ହେଇଥାଏ। ଠିକ୍ ସେହିପରି ଏଠାରେ ନିରାକାର ପରମାତ୍ମା ପିତା କହୁଛନ୍ତି, ମଧୁର ଆତ୍ମିକ ସନ୍ତାନମାନେ ରାତିଦିନ ଏହି ଚିନ୍ତନରେ ରୁହ ଯେ ସମସ୍ତଙ୍କୁ ନିରାକାର ଶିବ ବାବାଙ୍କର ପରିଚୟ କିପରି ଦିଆଯିବ। କାରଣ ବର୍ତ୍ତମାନର ସମାଜ ଦ୍ୱାପର ଯୁଗରୁ ପାଞ୍ଚ ବିକାର ରୂପୀ ମାୟାର କବଳିତ ହୋଇ ଈଶ୍ୱର ପିତାଙ୍କର ବାସ୍ତବ ସ୍ୱରୂପକୁ ଭୁଲିଯାଇ ସମସ୍ତଙ୍କୁ ଈଶ୍ୱରଙ୍କର ସ୍ୱରୂପ ବୋଲି ମାନି ନେଇଛନ୍ତି। ଯେପରି କୌଣସି ଜିନିଷ ବିଷୟରେ ସଠିକ୍ ଜ୍ଞାନ ନଥାଇ ତାକୁ ଆପଣେଇବା ଦ୍ୱାରା କୌଣସି ଫାଇଦା ତ ହୋଇନଥାଏ, ଆହୁରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେହିପରି ଏପଟେ କହୁଛେ, ଭଗବାନ ନିରାକାର, ଅଜନ୍ମା, ଅଭୋକ୍ତା, ଅଶରୀରୀ। ସେପଟେ ପୁଣି ସମସ୍ତଙ୍କୁ ଭଗବାନ ବୋଲି କହୁଛେ। ଭଗବାନ ସର୍ବବିଦ୍ୟମାନ ବୋଲି କହି ଭଗବାନଙ୍କର ଗ୍ଲାନି କରି ଚାଲିଛେ। କଥାରେ ଅଛି ନା, ସଦ୍ଗୁରୁଙ୍କର ନିନ୍ଦୁକ। ସେଥିପାଇଁ ଆଜିର ସମାଜ ଦୁଃଖୀ, ଅଶାନ୍ତ ହୋଇଯାଇଛି, ସମ୍ପୂର୍ଣ୍ଣ ପତିତ ନିର୍ଧନର ହୋଇଯାଇଛି। ଚାରିଆଡ଼େ ତ୍ରାହି ତ୍ରାହି କରୁଛନ୍ତି, ସର୍ବବ୍ୟାପୀ କହୁଛନ୍ତି, ପୁଣି ଡାକୁଛନ୍ତି, ହେ ପତିତ ପାବନ ଆସ, ଆମକୁ ମୁକ୍ତି ଦିଅ। ଯଦି ଭଗବାନ ସବୁଠି ଅଛନ୍ତି, ତେବେ ଡାକିବାର ଆବଶ୍ୟକତା କ'ଣ ଅଛି? ଏବେ ଭଗବାନ ସ୍ୱୟଂ କହୁଛନ୍ତି କି ମୁଁ ସର୍ବବ୍ୟାପୀ ନୁହେଁ। ସେଇଥିପାଇଁ ତ ଗାୟନ କରୁଛ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତେ। ଏବେ ସେହି ସମୟ ଯେତେବେଳେ କି ମୁଁ ଆସିଛି ତୁମ ଆତ୍ମାମାନଙ୍କୁ ସଦ୍ଗତି ପ୍ରାପ୍ତ କରାଇବା ପାଇଁ। ତେଣୁ ପ୍ରତ୍ୟେକ ଆତ୍ମାଙ୍କୁ ସାରା ବିଶ୍ୱର ଆତ୍ମାମାନଙ୍କ ପାଖରେ ଏହି ସନ୍ଦେଶ ପହଞ୍ଚେଇବା ଅତି ଆବଶ୍ୟକ ରହିଛି କି ନିରାକାର ପତିତ ପାବନ ସଦ୍ଗୁରୁ ପରମାତ୍ମା ଶିବ ବାବା ଆସିଛନ୍ତି। ତେବେ ଯାଇ ଭଗବାନଙ୍କର ପ୍ରତ୍ୟକ୍ଷତା ହେଇପାରିବ ଏବଂ ସମସ୍ତ ଆତ୍ମାମାନଙ୍କର କଲ୍ୟାଣ ହେଇଯିବ, ସମସ୍ତଙ୍କୁ ମୁକ୍ତି ଏବଂ ଜୀବନ ମୁକ୍ତି ମିଳିଯିବ। ସତ୍ ପିତା, ସତ୍ ଶିକ୍ଷକ, ସଦ୍ଗୁରୁଙ୍କୁ ସ୍ମରଣ କରି ତାଙ୍କ ପ୍ରଦତ୍ତ ଜ୍ଞାନକୁ ପାତ୍ର ଦେଖି ଦାନ କରିବା ଆବଶ୍ୟକ। ଜ୍ଞାନ ଧନ ଦେବା ପୂର୍ବରୁ ପ୍ରଥମେ ଦେଖ ତାଙ୍କର ଆଗ୍ରହକୁ। ଯଦି ସେମାନେ ଆଗ୍ରହୀ ନାହାନ୍ତି, ତେବେ କେବଳ ପରମାତ୍ମାଙ୍କର ପରିଚୟ ଦେଇ ସେତିକିରେ ହିଁ ବନ୍ଦ କରିଦେବା ଉଚିତ। ଏହାଦ୍ୱାରା ଜଣାପଡ଼ିବ କି ପ୍ରକୃତରେ ସେମାନେ ଏହି ସଙ୍ଗମ ଯୋଗୀ ବ୍ରାହ୍ମଣ ହେବାର ଉପଯୁକ୍ତ କି ନୁହେଁ। ଯେଉଁମାନେ ଶିବ ବାବା ଏବଂ ଦେବତାମାନଙ୍କର ଭକ୍ତ, ଚେଷ୍ଟା କରି ସେହିମାନଙ୍କୁ
ଜ୍ଞାନ ଧନ ଦାନ କରିଚାଲ। କାରଣ ଏହି ଜ୍ଞାନକୁ ସମସ୍ତେ ବୁଝିପାରିବେ ନାହିଁ। ବୁଝିବେ ସେଇମାନେ ଯେଉଁମାନେ ଶୂଦ୍ରରୁ ବ୍ରାହ୍ମଣ ହେବାକୁ ଚାହୁଁଥିବେ, ଅର୍ଥାତ୍ ଯେଉଁମାନଙ୍କର ଶୂଦ୍ରରୁ ବ୍ରାହ୍ମଣ ହେବାର ପୂର୍ବକଳ୍ପ ଭଳି ଥିବ। ତୁମେମାନେ ଚେଷ୍ଟା କରି ଗୋଟିଏ କଥା ସମସ୍ତଙ୍କୁ ଶୁଣାଅ ଯେ ସମସ୍ତଙ୍କର ସଦ୍ଗତିଦାତା ଏକମାତ୍ର ନିରାକାର ପରମାତ୍ମା ଶିବ ବାବା ହିଁ ଅଟନ୍ତି। କୌଣସି ଦେହଧାରୀ ଗୁରୁ, ଗୋସେଇଁ, ସାଧୁ, ସନ୍ଥ ଏପରିକି ଦେବୀ ଦେବତା ମଧ୍ୟ ସଦ୍ଗତିଦାତା ହେଇପାରିବେ ନାହିଁ। ବାବା କହୁଛନ୍ତି, ତୁମେ ଅଶରୀରୀ ହେଇ ମୋତେ ମନେ ପକାଅ, ତେବେ ତୁମର ଜୀବନ ନୌକା ପାରି ହୋଇଯିବ। ଯେଉଁମାନେ ଆଦି ସନାତନ ଦେବୀ ଦେବତା ଧର୍ମର ହୋଇଥିବେ, ସେମାନେ ତୁରନ୍ତ ଏ କଥାକୁ ବୁଝିଯିବେ ଏବଂ ଏହି ଜ୍ଞାନରେ ଆଗକୁ ଆଗକୁ ବଢ଼ିବାର ପ୍ରୟାସ କରିବେ। ମୁଁ ଶରୀରଠାରୁ ଅଲଗା ଆତ୍ମା ଶାନ୍ତ ସ୍ୱରୂପ ଅଟେ, ଏହି ସ୍ୱଧର୍ମରେ ସ୍ଥିତ ହେବାର ଅଭ୍ୟାସ କରିବାକୁ ହେବ। ଜ୍ଞାନର ନୃତ୍ୟ ଅର୍ଥାତ୍ ଜ୍ଞାନକୁ ସ୍ମରଣ କରି ଖୁସି ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁସି କରେଇବା ଉଚିତ। ମାୟାର ତୋଫାନ ବା ଝଡ଼ ଆସିଲେ ମଧ୍ୟ ଅଙ୍ଗଦ ସମାନ ଅଚଳ ଅଡୋଳ ସ୍ଥିତିରେ ରହିବା ଦରକାର। ହଲଚଲ ହେବାର ନାହିଁ, ଦୃଢ଼ତାର ସହିତ ତାର ସାମ୍ନା କରିବା ଦରକାର। କୁହାଯାଏ ନା, ମାୟା ଜିତ୍ ସୋ ଜଗତ ଜିତ୍। ତେଣୁ ଜଗତ ଜିତ୍ ହେବା ପାଇଁ ମାୟାକୁ ଜିତିବା ନିତାନ୍ତ ଆବଶ୍ୟକ। ଶିବ ବାବା କହୁଛନ୍ତି, ବାବାଙ୍କୁ ନିଜର ସମସ୍ତ ଦୋଷ ଦୁର୍ବଳତା ଗୁଡ଼ିକ ଅର୍ପଣ କରି ସେବା ରୂପକ ଖେଳ ଖେଳୁଥିବା ମାଷ୍ଟର ସର୍ବଶକ୍ତିବାନ ହୁଅ। ପ୍ରତ୍ୟେକ କାର୍ଯ୍ୟ ବା ପ୍ରତ୍ୟେକ କର୍ମ କରିବା ସମୟରେ ସ୍ମୃତିରେ ରହୁ କି ସର୍ବଶକ୍ତିମାନ ବାବା ମୋର ସାଥିରେ ଅଛନ୍ତି। ମୁଁ ମାଷ୍ଟର ସର୍ବଶକ୍ତିମାନ, କାରଣ ଭଗବାନ ସର୍ବଶକ୍ତିମାନ, ମୁଁ ତାଙ୍କର ସନ୍ତାନ। ତେଣୁ ସର୍ବଗୁଣ ଏବଂ ସର୍ବଶକ୍ତିର ମୁଁ ମଧ୍ୟ ଅଧିକାରୀ ଅଟେ। ତେବେ କୌଣସି ପ୍ରକାର ବୋଝର ଅନୁଭବ ହେବ ନାହିଁ। ନିଜର ଦୋଷ ଦୁର୍ବଳତାକୁ ମଧ୍ୟ ବାବାଙ୍କୁ ଦେଇଦେଲେ ପ୍ରତ୍ୟେକ ସେବା ବା କାର୍ଯ୍ୟ ଖେଳ ଭଳି ଅନୁଭବ ହେବ। ଥକାପଣ ବା କ୍ଳାନ୍ତି ଅନୁଭବ ମଧ୍ୟ ହେବ ନାହିଁ, ଯେହେତୁ ସ୍ମୃତିରେ ରହୁଛି କି ମୁଁ କରୁନାହିଁ, ମୋ ଦ୍ୱାରା ହେଉଛି କରେଇଲା ବାଲା ନିରାକାର ପରମାତ୍ମା ପିତା। ମୁରଲୀଧରଙ୍କର ଜ୍ଞାନ ମୁରଲୀ ଶୁଣି ଦୈହିକ ଚେତନାଠାରୁ ବା ଦୈହିକ ଚେତନାକୁ ସମ୍ପୂର୍ଣ୍ଣ ରୂପରେ ଭୁଲି ଖୁସିର ଆନନ୍ଦର ଝୁଲଣାରେ ଝୁଲୁଥିବା ଆତ୍ମାମାନେ ହିଁ ପ୍ରକୃତରେ ଗୋପ ବା ଗୋପୀ ଅଟନ୍ତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟ ଉପରେ ଆଲୋଚନା କରିବା। ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ କରିଚାଲିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ, ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ।
ওম শান্তি। ওম শান্তি। ওম শান্তি।